ସାଧାରଣ ଯୋଗଭ୍ରଷ୍ଟ ପୁରୁଷମାନଙ୍କର ଗତି କହିସାରି ଭଗବାନ ବର୍ତ୍ତମାନ ଆସକ୍ତି ରହିତ ଉଚ୍ଚ ଶ୍ରେଣୀର ଯୋଗଭ୍ରଷ୍ଟ ପୁରୁଷଙ୍କର ବିଶେଷ ଗତି ବର୍ଣ୍ଣନା କରୁଛନ୍ତି। ଅଥବା ଯୋଗିନାମେବ କୂଳେ ଭବତି ଧୀମତାମ୍ ଏତଦ୍ଧି ଦୁର୍ଲଭତରଂ ଲୋକେ ଜନ୍ମ ଯଦି ଦୃଶମ। ଅଥବା ବୈରାଗ୍ୟବାନ ପୁରୁଷ ସେସବୁ ଲୋକକୁ ନ ଯାଇ ଜ୍ଞାନବାନ ଯୋଗୀମାନଙ୍କର କୂଳରେ ହିଁ ଜନ୍ମ ନିଅନ୍ତି। କିନ୍ତୁ ଏପରି ଜନ୍ମ ସଂସାରରେ ନିଃସନ୍ଦେହ ଅତ୍ୟନ୍ତ ଦୁର୍ଲଭ। ଯୋଗୀମାନଙ୍କ କୂଳରେ ମିଳୁଥିବା ଜନ୍ମକୁ ଅତ୍ୟନ୍ତ ଦୁର୍ଲଭ ବୋଲି ଭଗବାନ କାହିଁକି କହିଲେ? ଉତ୍ତର, ଯୋଗୀମାନଙ୍କ କୂଳରେ ଜନ୍ମ ହେଲେ ପରମାର୍ଥ ସାଧନାର ଯେତେ ସୁବିଧା ମିଳିପାରେ ସେତିକି ସୁବିଧା ସ୍ୱର୍ଗରେ ବା ଶ୍ରୀମନ୍ତମାନଙ୍କର ବା ଧନୀମାନଙ୍କର ଘରେ ଅଥବା ଅନ୍ୟତ୍ର କେଉଁଠି ବି ମିଳିପାରେ ନାହିଁ। ଯୋଗୀମାନଙ୍କ କୂଳରେ ଜନ୍ମ ହେଲେ ତଦନୁକୂଳ ବାତାବରଣର ପ୍ରଭାବରେ ମନୁଷ୍ୟ ପ୍ରାରମ୍ଭିକ ଜୀବନରେ ହିଁ ଯୋଗ ସାଧନାରେ ଲାଗିଯାଇପାରେ। ଆହୁରି ମଧ୍ୟ ଜ୍ଞାନୀଙ୍କ କୂଳରେ ଜନ୍ମ ହେଉଥିବା ପୁରୁଷ ଅଜ୍ଞାନୀ ହୋଇ ରହେ ନାହିଁ। ଏହି ସିଦ୍ଧାନ୍ତ ଶ୍ରୁତିମାନଙ୍କ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇଛି। ଯଦି ମହାତ୍ମା ପୁରୁଷମାନଙ୍କର ମହିମା ଓ ପ୍ରଭାବ ଦୃଷ୍ଟିରୁ ଦେଖାଯାଏ ତେବେ ମହାତ୍ମାମାନଙ୍କର କୂଳରେ ଜନ୍ମ ହେବାର ସୌଭାଗ୍ୟ କ'ଣ ବା କହିବା? ମହାତ୍ମାମାନଙ୍କର ସଙ୍ଗ ହିଁ ଦୁର୍ଲଭ, ଅଗମ୍ୟ ଏବଂ ଅମୋଘ ବୋଲି ମାନି ନିଆଯାଇଛି। ତେଣୁ ଏପରି ଜନ୍ମକୁ ଅତ୍ୟନ୍ତ ଦୁର୍ଲଭ ବୋଲି କହିବା ଉଚିତ ହୋଇଛି।